ଏହି ଦିନ ସ୍ୱାମୀ ନିଜ ସ୍ତ୍ରୀକୁ ପ୍ରଣାମ କରିବା ନିହାତି ଦରକାର। ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଏହି ବିଷୟରେ। କେମିତି କେଉଁ ଦିନ ଅଛି କି ଯେଉଁ ଦିନ ନିଜର ସ୍ତ୍ରୀର ପାଦସ୍ପର୍ଶ କରି ସ୍ୱାମୀ ଆଶୀର୍ବାଦ ଗ୍ରହଣ କରିଥାଏ। ଆସନ୍ତୁ ଏହି ବିଷୟରେ ଜାଣିବା। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ନାରୀମାନେ ବିଭିନ୍ନ ରୂପରେ ଆବିର୍ଭାବ ହୋଇଥାନ୍ତି ବା ଜନ୍ମଗ୍ରହଣ କରିଥାନ୍ତି ଏହି ଧରା ପୃଷ୍ଠରେ। କେତେବେଳେ ଜନନୀ ରୂପରେ, କେତେବେଳେ ଜାୟା ରୂପରେ, କେତେବେଳେ ଭଗିନୀ ରୂପରେ ତ ଆଉ କେତେବେଳେ କନ୍ୟା ରୂପରେ। ଆମ ଶାସ୍ତ୍ର ଅନୁସାରେ ନାରୀର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ନିଜର ସ୍ୱାମୀ। ନାରୀର ସର୍ବସ୍ୱ ହେଉଛନ୍ତି ସ୍ୱାମୀ। ସ୍ୱାମୀ ହେଉଛନ୍ତି ଦେବତା। ତେବେ ଜଣେ ଦେବତାଙ୍କ ସେବା କରି ବା ସ୍ୱାମୀଙ୍କ ସେବା କରି ଜଣେ ନାରୀ ଏହି ସଂସାରରୁ ମୁକ୍ତି ପାଇଥାଏ। ସେହିପରି ଜଣେ ପୁରୁଷ ଏହି ସଂସାରରୁ କେମିତି ମୁକ୍ତି ପାଇବ? ଅର୍ଥାତ୍ ପୁରୁଷର ତ ସ୍ୱାମୀ ନାହାନ୍ତି, ତେଣୁ ସେ କେଉଁ ପୁରୁଷର ସେବା କଲେ ଏହି ସଂସାରରୁ ମୁକ୍ତି ପାଇବ? ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ବିଷୟରେ। କିନ୍ତୁ ତାହା ପୂର୍ବରୁ ଏହି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମନରେ ଭକ୍ତି ଥିଲେ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କର ଏବଂ ଆପଣଙ୍କ ପରିବାରର କୃପା କରିବେ। ଦର୍ଶକ ବନ୍ଧୁ, ଏହି ଜୀବନଚର୍ଯ୍ୟା ମଧ୍ୟରେ ଏମିତି ଏକ ସମୟ ଅଛି ବା ଶୁଭ ମୁହୂର୍ତ୍ତ ଅଛି ଯେଉଁ ସମୟରେ କି ଜଣେ ପୁରୁଷ ସ୍ତ୍ରୀଙ୍କ ନିକଟରୁ ଆଶୀର୍ବାଦ ଗ୍ରହଣ କରିଥାଏ। ସ୍ୱାମୀ ପ୍ରଣାମ କରନ୍ତି ପତ୍ନୀଙ୍କ ଚରଣରେ। ଆପଣମାନେ ଜାଣିଛନ୍ତି, ଏହି ସଂସାରରେ ଅବତୀର୍ଣ୍ଣ ହୋଇ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ପତି ଏବଂ ପତ୍ନୀ ଗ୍ରହଣ କରୁଛନ୍ତି। ଏହି ବିବାହ ବ୍ରାହ୍ମଣଙ୍କ ଦ୍ୱାରା ସମାପନ ହୁଏ। ତେବେ ପ୍ରକୃତରେ କେଉଁ ସମୟ ସ୍ୱାମୀ ସ୍ତ୍ରୀର ଶରଣରେ ପଶି ସ୍ତ୍ରୀର ଆଶୀର୍ବାଦ ଗ୍ରହଣ କରେ? ଆସନ୍ତୁ ଜାଣିବା ଏହାର ପ୍ରକୃତ ରହସ୍ୟର କଥା। ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସ୍ୱାମୀ ଯେତେବେଳେ ସ୍ତ୍ରୀର ପାଦ ତଳେ ଆଶୀର୍ବାଦ ନେଉଛି, ଏହା କେଉଁ ସମୟରେ ଏପରି ହୋଇଥାଏ? ବିହାରୀଲାଲ କର୍ମକାଣ୍ଡ ବିବାହ ପଦ୍ଧତି ଅନୁସାରେ ଯେତେବେଳେ ବେଦୀ ଉପରେ ବିବାହ କାର୍ଯ୍ୟ ସମାପନ ହୁଏ, ଠିକ୍ ସେତିକିବେଳେ ସ୍ୱାମୀ ଯାଇ ସ୍ତ୍ରୀର ପାଦସ୍ପର୍ଶ କରି ଆଶୀର୍ବାଦ ନିଏ। କିନ୍ତୁ ଆଜିକାଲିର ବାହାଘରର ବ୍ରାହ୍ମଣମାନେ କୁଶଟେ ନେଇ
ସ୍ତ୍ରୀର ପାଦରେ ଲଗେଇ ବରର ମୁଣ୍ଡରେ ଲଗେଇ ଦେଇ ବିବାହ କରାଉଛନ୍ତି ଏବଂ ଏହି କାର୍ଯ୍ୟକୁ ସମାପନ କରୁଛନ୍ତି। ସେଥିପାଇଁ ଏହି କଥା କେହି ଜାଣିପାରନ୍ତି ନାହିଁ। ଏହି କଥାରେ ଲଜ୍ଜା ଆସିଥାଏ କି ସ୍ୱାମୀ କେମିତି ପତ୍ନୀର ଗୋଡ଼ ଧରିବ, କିନ୍ତୁ ପ୍ରକୃତରେ ଯେତେବେଳେ ସ୍ୱାମୀ ପାଇଁ ସ୍ତ୍ରୀର ପାଦ ଧରି ଆଶୀର୍ବାଦ ନିଏ ବା ପ୍ରଣାମ କରେ, ସେତେବେଳେ ବର ଏହି କଥା ପ୍ରକାଶ କରିଥାଏ କି ଯଦି ପୂର୍ବଜନ୍ମର ମୋର ମା' ହୋଇ ତୁମେ ଜନ୍ମ ନେଇଥିବ, ଯଦି ଏହି ଜନ୍ମରେ ମୁଁ ପତ୍ନୀ ଭାବରେ ବା ରୂପରେ ଗ୍ରହଣ କଲି, ତେବେ ଯେଉଁ ମାତୃହରଣ ଦୋଷରେ ମୁଁ ଦୋଷୀ ହେଲି, ସେଥିଲାଗି ମୋତେ ତୁମେ କ୍ଷମା ପ୍ରଦାନ କର। ବର ଏପରି ନିଜର ପତ୍ନୀଙ୍କର ଗୋଡ଼ ଧରି ପ୍ରଣାମ କରି କହେ, କାରଣ ଅନେକ ଜନ୍ମ ଅତିକ୍ରମ ବେଳେ ଜଣେ ନାରୀ କନ୍ୟା, ସ୍ତ୍ରୀ, ମା', ଭଉଣୀ ଇତ୍ୟାଦି ହୋଇ ଜନ୍ମ ହୋଇଥାଏ। ଏଥିପାଇଁ ସ୍ୱାମୀ ନିଜର ସ୍ତ୍ରୀର ପାଦ ସ୍ପର୍ଶ କରି ପ୍ରଣାମ କରି କ୍ଷମା ପ୍ରାର୍ଥନା କରିଥାଏ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଆମ ଚ୍ୟାନେଲ ସୋନାରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ତାହା ସହ ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ଟିଏ କରିବେ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କର ଏବଂ ଆପଣଙ୍କର ପରିବାରର ସମସ୍ତ ସଦସ୍ୟଙ୍କର ମଙ୍ଗଳ କରିବେ ଏବଂ ଆପଣଙ୍କ ଘର ଉପରେ କୃପା ଦୃଷ୍ଟି ରଖିଥିବେ। ତ ଚାଲନ୍ତୁ ଦର୍ଶକ ବନ୍ଧୁ, ଏଇଠି ଭିଡ଼ିଓଟିକୁ ଶେଷ କରିବା। ଯଦି ଭିଡ଼ିଓଟିରେ କିଛି ତ୍ରୁଟି ଥାଏ, ତେବେ ଦୟାକରି କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା। ନମସ୍କାର, ଜୟ ଜଗନ୍ନାଥ।